ବାପିଲୋ ମା ଏତେ ଜୋରସେ ଶୀତ ହେଉଛି ଯେ ଦେହରେ ଖଣ୍ଡେ ଚାଦର ନ ପକେଇଲେ କିଛି ବି କାମ କରିବାକୁ ଇଚ୍ଛା ହଉନି। ଚାଦର ଖଣ୍ଡେ ଦେହରେ ପକେଇ ଦେଇକି ବାହାରି ପଡ଼ିଲି ମୂଳା ଶାଗ ବନେଇବା ପାଇଁ। କାହିଁକିନା କାଲିଠୁ ଗୋଟେ ବେଡ଼ା ଶାଗ ମୂଳା ଆଣିଛନ୍ତି ଯେ ମୋତେ କହିଲେ ମୂଳାକୁ ଭାଜିଦେବୁ, ଶାଗକୁ ବି ମୋତେ ଭାଜିଦେବୁ। ତ ମୁଁ କହିଲି ମୂଳା ଶାଗ ଗୁଡ଼ା ପିତା ଲାଗିବ, ତ ଯେହେତୁ ମନା କରିଛନ୍ତି ମୁଁ ଟିକେ ଭାବିଲି ହଉ, ମୁଁ ତ କେବେ ବି ବନେଇନି, ଏଇଟା ହେଉଛି ମୋର ଫାର୍ଷ୍ଟ ଟାଇମ୍। ତା ଭିତରେ ବୁଢ଼ା ପତ୍ର ଗୁଡ଼ାକୁ ବାଛିଦେଲି, ଆଉ ତାର କଅଁଳିଆ ପତ୍ର ପୁରା ବଢ଼ିଆ ସେ ଧୋଇକି ପୁରା ଜାଲିରେ ରଖିଦେଲି, ଯେମିତି ଶାଗରୁ ପୁରା ପାଣି ମରିଯିବ। ଆପଣମାନେ ନିଶ୍ଚିନ୍ତ ଏଇ ଟ୍ରିକ୍ରେ ବନାନ୍ତୁ, ଆଉ ବିଲକୁଲ ବି ମୂଳା ଶାଗ ପକେଇବି ନା, ଏତେ ଟେଷ୍ଟି ଥିଲା ଯେ ଆଉ କହିଲେ କ'ଣ, ପୁରା ଯାହାକୁ କହନ୍ତି ପୁରା ଲାଜବାବ। ତା ଭିତରେ ସବୁ ଜିନିଷ ଧୁଆଧୁଇ କରି ରଖିନେଲି। ଏଠି ପରିବାରେ ବି ମଧ୍ୟ ମୁଁ ଏଠି ସବୁ ଚୁନ ଚୁନ କରି କାଟିନେଲି। ଶାଗ ଗୁଡ଼ାକୁ ଯେମିତି ପାଣି ଛାଡ଼ିଗଲା ତାକୁ ବଢ଼ିଆ ସେ ଜାଗାଟାକୁ କ୍ଲିନ୍ କରିଦେଇ ତାକୁ ବଢ଼ିଆ ସେ ଚୁନ ଚୁନ କରିକି ଏଠି ଦେଖନ୍ତୁ କେତେ ସୁନ୍ଦର ଭାବରେ କାଟି ହେଇଯାଇଛି। ଗୋଟେ ଜାଗାରେ ଏଠି ଶାଗକୁ ସବୁ ଦେଇଦେଲି। ଏଠି ଯେଉଁ ପରିବାକୁ ସବୁ ମଧ୍ୟ ମୁଁ କାଟିଥିଲି, କଟା ଟମାଟୋ, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଆଳୁ। ଆଳୁଟା ଅପସନାଲ୍, ଆପଣମାନେ ଚାହିଁଲେ ଦେବେ, ନାହିଁ ତ ସ୍କିପ୍ କରିଦେବେ, ମୁଁ ଏଇଟା ଛୁଆଙ୍କ ପାଇଁ ଦେଇଛି। ଏଠି ସ୍ୱାଦ ଅନୁସାରେ ଲୁଣ, ତା ସହିତ ଗୋଟା ଜିରା ଏଠି ଦେଇଦେଇଛି ମୁଁ 1.5 ଚାମଚର ଚାଉଳ ଚୂନା। ଆପଣମାନେ ଚାହିଁଲେ ଏଠି ବେସନ ନେଇପାରିବେ ଯଦି ଆପଣମାନେ ଶାଗ ବରା ବନାଉଛନ୍ତି। ମୁଁ ତ ଗୋଟେ ଶାଗର ବରା ବନେଇନି, ଶାଗଟାକୁ ଭାଜିବି। ତ ଏଠି ତାୱା ଗରମ ହେଇଯାଇଥିଲା, ସେଥିରେ ତେଲ ଦେଇଦେଲି। ବେଶୀ କରିକି ଟିକେ ତେଲ ଦେବା, ଯାହାଫଳରେ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ତ ତାର ଗରମ ହେଇଗଲା ପରେ ଏଠି ଦେଖନ୍ତୁ ସେ ଯେଉଁ ଶାଗଟାକୁ ପୁରା ଝାଡ଼ି ଝାଡ଼ି ଦେବା। ଆଉ ଶାଗ ଯେହେତୁ ଭଜା ଭାଜିବା, ଏଇଟା ଯଦି ମୁଁ ବରା ବନେଇଥାନ୍ତି ଆଉ ଟିକେ ଚାଉଳ ଚୂନା ସହିତ ଆଉ ଟିକେ ବେସନ ମଧ୍ୟ ଦେଇଥାନ୍ତି। ତା ଭିତରେ ଏଠି ମୋର ଭାତ ବି ରେଡ଼ି ହେଲା। ମୁଁ ଯେହେତୁ ଗରମ ଗରମ ଭାତ ସହିତ ଗରମ ଗରମ ଶାଗ ଖାଇବି, କାରଣ ଏଇ ଶାଗଟା ପୁରା ଥଣ୍ଡା ହେଇଗଲା, ବିଲକୁଲ ବି ଭଲ ଲାଗିବନି, ପିତା ଲାଗିବ। ତ ଏଠି ଶାଗ ଭଜା ମୋର ରେଡ଼ି ହେଇଗଲା, ତା ସହିତ ରସୁଣ ଛେଚା ଦେଇଦେଲି। ଆଉ ଏବେ ମୋର ରେଡ଼ି ହେଇଗଲା ଶାଗ ଭଜା। ଆପଣମାନେ ନିଶ୍ଚିନ୍ତ ଏମିତି ବନାନ୍ତୁ, ଆଉ ବିଲକୁଲ ବି ମୂଳା ଶାଗ ଫୋପାଡ଼ିବେନି, ଆଉ ବହୁତ ହି ଟେଷ୍ଟି ଲାଗିବ। ଯଦି ଭଲ ଲାଗେ ଆପଣମାନେ ଲାଇକ୍ଟେ କରିଦେବେ। ତା ସହିତ ଗରମ ଭାତ, ଏଠି ଶାଗ ଭଜା, କାକୁଡ଼ି, କଞ୍ଚା ଲଙ୍କା, ତା ସହିତ କଣ୍ଟା ଫଳ ଭଜା ଆଉ ବଢ଼ି ଭଜା। ଏଠି ଡାଲମା ବି ମଧ୍ୟ ହେଇଛି, ଆଉ ଏଠି ଭଜା।